किछि ध्यान करिबा। आजिर प्रसंग होछि एकला आगकू बढ़िबा शिखंतु। एकला आगकू बढ़िबा शिखंतु। बेले बेले कौन हुए जे आमे अपेक्षा करू केही ना केही हमकू साहाय्य करिबो आगकू बढ़िबा पाए। आमे बेले बेले अपेक्षा करू जे केही जने आसीबो मते साहाय्य करिबो आ मु एउडा को करिबी। किंतु मु आपन आज कहिबा पाई चाहे एकला आगकू बढ़िबा शिखंतु। के प्रार्थना आसीबो हां मु भी आसीबी। बिछणार पड़ी के रहितबो उठुन काहे की माने जने आसे उठ बोली कहबा पर्यंत से गड़ी के रहि बसिथिबो आस चलो जिबा परे से उठी के चली पूरा दुख रे कांदी की बसी पड़िथिबो रे खाउन काहे की आपण सेतेबेल पर्यंत अपेक्षा करंतु नाही जे केही जने आसी आपनकू उत्साहित करिबो। सेवा कार्य मध्य के आपन को डाकिले जिबे कौन सी विषय के उत्साहित कले से नुह। आज मु कहिबा पई चाहे एकला आगो को बढ़िबा शिखंतु। आपण देखिबे यात्रा पुस्तक तार 4 पर्व 10 और 11 पद 10 11 12 यात्रा 4 पर्व 10 11 12। ଅନନ୍ତର ମୂଷା ସଦାପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଏ ସମୟ ପୂର୍ବରେ ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ହେଁ ମୁଁ ବାକ୍ୟପତି ନୁହେଁ, ମାତ୍ର ମୋ ବାକ୍ୟରେ ଧୀର ଓ ଜଡ଼ଜୀବ ଅଟେ। ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛନ୍ତି? ପୁଣି ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟି ବିଶିଷ୍ଟ କି ଅବା ଦୃଷ୍ଟିହୀନ କିଏ କରଏ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ? ଏଣୁ ଏବେ ଯାଅ, ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମ୍ଭକୁ ଶିଖାଇବା। ଏଠି ଦେଖନ୍ତୁ ମଶା ସେ ହେଜିଟେଟ୍ କରୁଛନ୍ତି କାହିଁକି ସେ କହୁଛନ୍ତି ପ୍ରଭୁ ମୁଁ ତ ଭଲ କଥା ବି କହି ପାରେ ନାହିଁ, ମୁଁ ତ ସବୁ ବିଷୟରେ ଦୁର୍ବଳ, ମୁଁ ବାକ୍ୟରେ ଧୀର ଜଡ଼ ଯିବା। ସେ ହେଜିଟେଟ୍ କରୁଛନ୍ତି। ହୁଏତ ଆପଣଙ୍କର ବି ଏ ପ୍ରକାର ଅବସ୍ଥା ଥାଇପାରେ, ତଥାପି ସୁଦ୍ଧା ସେ କହୁଛନ୍ତି ପ୍ରଭୁ ମୁଁ କରିପାରିବି ନାହିଁ। କିନ୍ତୁ ପ୍ରଭୁ କଣ କହୁଛନ୍ତି, ଆରେ ମୁଁ ଅଛି ପରା, ମୁଁ ଅଛି, ତୁମେ ଚାଲ। ମୁଁ କହିବା ପାଇଁ ଚାହେଁ ଏକଲା ଆଗକୁ ବଢିବା ପାଇଁ ଆପଣ ଶିଖନ୍ତୁ। ମଶା ହେଜିଟେଟ୍ କରୁଛନ୍ତି, ନାଇଁ ପ୍ରଭୁ ମତେ ହେବ ନାହିଁ, ମୁଁ ପାରିବି ନାହିଁ। ଆପଣ ଅପେକ୍ଷା କରନ୍ତୁ ନାହିଁ ଯେ କେହି ଜଣେ ଆସି ଆପଣଙ୍କୁ ଏନକରେଜ କରିବ, କେହି ଜଣେ ଆସି ଆପଣଙ୍କୁ ସାନ୍ତ୍ୱନା ଦେବ, କେହି ଜଣେ ଆପଣ ଆସିକି ଆପଣଙ୍କୁ ତଳି ଧରିବ, କେହି ଜଣେ ଆସି ଆପଣଙ୍କୁ ଘୋଷାଡ଼ି ଆଗକୁ କରିବ ନାହିଁ। ଆପଣ ନିଜେ ନିଜକୁ ଉତ୍ସାହିତ କରି ଆଗକୁ ଯାଆନ୍ତୁ। ଆପଣ ଦେଖିବେ ବିଚାରକର୍ତ୍ତା 6 पर्व तार 11 पदरु 15 पद पर्यंत। विचारकर्ता 6 पर्व 11 रु 15। ଅନନ୍ତର ସଦାପ୍ରଭୁଙ୍କର ଦୂତ ଆସି ଅବିଏଶ୍ରୀୟ ଜୟାସର ଅଧିକାର ସ୍ଥିତ ଅଫ୍ରାରେ ଅଲୋନ ବୃକ୍ଷ ମୂଳରେ ବସିଲେ। ତତ୍କାଳେ ତାହାର ପୁତ୍ର ଗିଦିଓନ ମିଦିୟନୀୟ ମାନଙ୍କ ଠାରୁ ଗହମ ଲୁଚାଇବା ପାଇଁ ଦ୍ରାକ୍ଷାରସ କୁଣ୍ଡ ଭିତରେ ତାହା ମଳୁଥିଲେ। ତହିଁରେ ସଦାପ୍ରଭୁଙ୍କ ଦୂତ ତାହାକୁ ଦର୍ଶନ ଦେଇ କହିଲେ, ହେ ମହାବିକ୍ରମଶାଳୀ ଲୋକ, ସଦାପ୍ରଭୁ ତୁମ୍ଭ ସଙ୍ଗେ ଅଛନ୍ତି। ଏଥିରେ ଗିଦିଓନ ତାହାଙ୍କୁ କହିଲେ, ହେ ମୋହର ପ୍ରଭୁ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗେ ଥାଆନ୍ତି ତେବେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟିଅଛି କାହିଁକି? ପୁଣି ସଦାପ୍ରଭୁ ଆମ୍ଭମାନଙ୍କୁ କି ମିଶରରୁ ଆଣି ନାହାନ୍ତି? ଏହା କହି ଆମ୍ଭମାନଙ୍କ ପୂର୍ବ ପୁରୁଷମାନେ ଆମ୍ଭମାନଙ୍କ ଆଗରେ ତାହାଙ୍କର ଯେ ସବୁ ଆଶ୍ଚର୍ଯ୍ୟ କ୍ରିୟାର କୀର୍ତ୍ତନ କରିଥିଲେ ସେ ସବୁ କାହିଁ? ମାତ୍ର ଏବେ ସଦାପ୍ରଭୁ ଆମ୍ଭମାନଙ୍କୁ ତ୍ୟାଗ କରିଅଛନ୍ତି ଓ ଆମ୍ଭମାନଙ୍କୁ ମିଦିୟନର ହସ୍ତରେ ସମର୍ପଣ କରିଅଛନ୍ତି। ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦିୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର, ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ? ତହୁଁ ସେ ତାହାଙ୍କୁ କହିଲେ, ହେ ପ୍ରଭୁ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି?
ଦେଖ, ମନସୀ ବଂଶ ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋ ପିତୃଗ୍ରହ ମଧ୍ୟରେ ମୁଁ ସବୁଠୁ କନିଷ୍ଠ। ବସ୍, ଥ୍ୟାଙ୍କ ୟୁ। ଏଠି ଆମେ ଦେଖୁଛୁ କଣ ଯେ ଗିଦିଅନ ଗିଦିଅନ କଣ କରୁଛନ୍ତି? ସେ ତାଙ୍କର କୃଷି କର୍ମ କରୁଛନ୍ତି, ତାଙ୍କ କାମରେ ସେ ବ୍ୟସ୍ତ ଅଛନ୍ତି। ପରିସ୍ଥିତି କେମିତି? ବହୁତ ନିରୁତ୍ସାହଜନକ। କାରଣ ମିଦିଅନୀୟ ମାନେ ସେମାନଙ୍କୁ ବହୁତ ମାତ୍ରାରେ ଚାପ ପକାଉଥିଲେ, ସେମାନଙ୍କୁ ଲୁଣ୍ଠନ କରୁଥିଲେ। ଏମିତିକା ଗୋଟେ ପରିସ୍ଥିତି ତାଙ୍କ ଜୀବନରେ ଅଛି। ଆଉ ଦେଖିଲା ବେଳକୁ ପରିବାର ପୃଷ୍ଠଭୂମି କେମିତି? ସେମାନେ ବହୁତ ଗରିବ ପରିବାର ଲୋକ। ସେ କହୁଛନ୍ତି ମନୁଷ୍ୟ ବଂଶ ମଧ୍ୟରେ ମୋହର ପରିବାର ସବୁଠାରୁ କ୍ଷୀଣ, ମାନେ ପୁଅର, ମୁଁ ଗରିବ, ପୁଣି ମୋର ପିତୃଗୃହ ମଧ୍ୟରେ ମୁଁ ସବୁଠୁ କନିଷ୍ଠ। ଆମେ ତ ଗରିବ ଗରିବ, ତାପରେ ମୁଁ ସବୁଠୁ ସାନ, ତାପରେ ମୁଁ ତ ଗୋଟେ ମାମୁଲି ଚାଷୀ ଲୋକ। ଏଇଭଳି ମିଦିଅନୀ ମାନଙ୍କୁ ହଇରାଣ କରୁଛନ୍ତି। ମୁଁ କଣ କରିପାରିବି? କଣ ଲେଖାଯାଉଛି 14 ପଦରେ? ତୁମ୍ଭେ ଆପଣାର ଏହି ବଳରେ ଯାଇ, କୋଉ ବଳରେ? ତୁମେ ଯୋଉ ଦୁର୍ବଳ ଦୁର୍ବଳ ବୋଲି କହୁଛ, ସେଇ ଦୁର୍ବଳ ବଳରେ ଯାଇକି ତୁମେ କଣ କରିବ? ଇସ୍ରାଏଲୀୟ ମାନଙ୍କୁ ଉଦ୍ଧାର କରିବ। ତୁମେ ଏଇ ବଳରେ ଯିବ। ପ୍ରିୟ ଭାଇ ଭଉଣୀ ମାନେ, ଆପଣଙ୍କର ଦୁର୍ବଳତା, ଆପଣଙ୍କର ପ୍ରଭୁ ଜାଣନ୍ତି ଆପଣଙ୍କର ସକଳ ବିଷୟ। ଆପଣ ଏସବୁ ବିଷୟରେ ୱରିଡ ହୁଅନ୍ତୁ। ଜଣେ ଅଛନ୍ତି, ତେଣୁ ଆପଣଙ୍କୁ କେହି ଯେ ଆସି ଉତ୍ସାହିତ କରିବ, ଆପଣଙ୍କୁ କେହି ଯେ ଆସିକି ଇନ୍ସପାୟାର କରିବ, ତାପରେ ଆପଣ ଯିବେ, ସେଇଟା ନୁହଁ। ଆପଣ ନିଜେ ଯାଆନ୍ତୁ। ବେଳେ ବେଳେ କାମ କରିବାକୁ ଇଚ୍ଛା ଲାଗିବନି, ଖାଇବାକୁ ଇଚ୍ଛା ଲାଗିବନି, ଇଚ୍ଛା ଲାଗିବ କି ନାଇଁ? ଆପଣ ନିଜେ ଦେଖନ୍ତୁ ଭଉଣୀ ମାନେ, ବେଳେ ବେଳେ ଆପଣଙ୍କ ଦେହ ଖରାପ ହେଇଯିବ, କେହି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ନଥିବେ। ଆପଣ ସେଇ ଜ୍ୱରରେ ଉଠିବେ, ଫ୍ରିଜ ଖୋଲିବେ, କିଛି ଗୋଟେ କାଢିବେ, ତାକୁ ଖାଇବାଟା ବନେଇବେ, ଅନ୍ୟ ପାଇଁ ଖାଇବାଟା ବନେଇବେ, ନିଜେ ନିଜକୁ ଉତ୍ସାହିତ କରି ଯାଉଛନ୍ତି। କେହି ଆପଣଙ୍କୁ ଉତ୍ସାହିତ କରିବେ ବୋଲି ଆପଣ ସବୁବେଳେ ଅପେକ୍ଷା କରନ୍ତୁନି, ନହେଲେ ଆପଣ ପ୍ରଭୁଙ୍କର ଯୋଜନାକୁ ପୁରା କରିପାରିବେ। ନିରୁତ୍ସାହିତ କରିବା ପାଇଁ ତ ବହୁତ ଲୋକ ଅଛନ୍ତି, ଡରେଇବା ପାଇଁ ବହୁତ ଲୋକ ଅଛନ୍ତି, କିନ୍ତୁ ନିଜକୁ ଉତ୍ସାହିତ କରି ଏକଲା ଆଗକୁ ଦେଖନ୍ତୁ। ଯଦି ଆପଣ ଦାଉଦଙ୍କ ଜୀବନରେ ଦେଖିବେ, ମସ୍ତ ଖୋଲନ୍ତୁ ପ୍ରଥମ ସାମୁଏଲ ତାର 17 ପର୍ବ 26 ପଦ। ପ୍ରଥମ ସାମୁଏଲ 17:26। ସେତେବେଳେ ଦାଉଦ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲେ, ଯେଉଁ ଜନ ଏହି ପଲିଷ୍ଟ୍ୟକୁ ବଧ କରି ଇସ୍ରାଏଲର ଅପମାନ ଦୂର କରିବ, ତାହା ପ୍ରତି କଣ କରାଯିବ? କାରଣ ଏହି ଅସୁନ୍ନତ ପଲିଷ୍ଟ୍ୟ କିଏ ଯେ ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଶ୍ରେଣୀକି ତୁଚ୍ଛ କରିବ? ଏଠି କେହି ଯିବା ପାଇଁ ପ୍ରସ୍ତୁତ ନାହିଁ, କେହି ବାହାରିବା ପାଇଁ ପ୍ରସ୍ତୁତ ନାହିଁ। କିନ୍ତୁ ସେମିତି ସମୟରେ ଡରର ବାତାବରଣ, ଭୟର ବାତାବରଣ, ଏମିତି ସମୟରେ ଦାଉଦ ନିଜେ ନିଜକୁ ଉତ୍ସାହିତ କରି ଆଗକୁ ଯାଉଛନ୍ତି, ଏକଲା ଆଗକୁ ବଢୁଛନ୍ତି। ତାପରେ ତ ଆପଣ ଦେଖିବେ, ଆଉ 32 ପଦ ଦେଖନ୍ତୁ। ଏଥିରେ ଦାଉଦ ସାଉଲଙ୍କୁ କହିଲେ, ତାହା ସକାଶୁ କାହାରି ହୃଦୟ ନିରାଶ ନ ହେଉ, ଆପଣଙ୍କ ଦାସ ଯାଇ ସେହି ପଲିଷ୍ଟ୍ୟ ସଙ୍ଗେ ଯୁଦ୍ଧ କରିବ। କଣ ଦାଉଦ କଣ କହୁଛନ୍ତି? ତାହା ସକାଶେ କାହାରି ହୃଦୟ ନିରାଶ ନ ହଉ, ମାନେ ସେ ନିଜେ ନିଜକୁ ଉତ୍ସାହିତ କରି ଯାଉଛନ୍ତି। ଆପଣ ମାନେ ନିରାଶ ହେବା ଦରକାର ନାହିଁ, ମୁଁ ଅଛି ପରା। ତାକୁ କେହି ଯୁଦ୍ଧ ପାଇଁ ଡାକି ନାହାନ୍ତି, ସେ ନିଜେ ଏକଲା ଆଗକୁ ବଢୁଛନ୍ତି। ବରଂ ପଛକୁ ଟାଣିବା ପାଇଁ ଲୋକ ଅଛନ୍ତି। ତା ଭାଇ ମାନେ, ଜାଣିଛୁ ତୋର ମନର ଦୁଷ୍ଟତା ଜାଣିଛୁ, ତୁ ଏଇଠି ଯୁଦ୍ଧ ଦେଖିବାକୁ ଆସିଲୁ, ଆଉ ଏଠି ପାଲା କରୁଛୁ, ଶୀଘ୍ର ପଳା। ଆପଣ ମାନେ ବେଳେ ବେଳେ କିଛି ଭଲ କାମ କରିବା ପାଇଁ ଚାହିଁବେ, ଆପଣଙ୍କୁ ମନା କରିବା ପାଇଁ, ନିରୁତ୍ସାହିତ କରିବା ପାଇଁ ଆପଣଙ୍କୁ 100 ଲୋକ ମିଳିବେ, ଉତ୍ସାହିତ କରିବା ପାଇଁ କେହି ମିଳିବେ ନ ମିଳିବେ ଜଣା ନାହିଁ। ଆପଣଙ୍କ ସହିତ ପ୍ରଭୁ ଅଛନ୍ତି, ଆପଣ ଆଗକୁ ବଢିବା ଶିଖନ୍ତୁ। ଏକଲା ଆଗକୁ ବଢିବା ଶିଖନ୍ତୁ। ଦାଉଦ ଏଠି ଏକଲା ଆଗକୁ ବଢୁଛନ୍ତି, ପରିସ୍ଥିତି ବିପରୀତ ଅଛି, କିନ୍ତୁ ସେ ଆଗକୁ ବଢୁଛନ୍ତି। ଆପଣ ଯଦି ଦେଖିବେ ଆଉ ଜଣଙ୍କ କଥା,
ମାଥ୍ୟୁ 14 ପର୍ବ 25 ରୁ 29। ମାଥ୍ୟୁ 14 25 ରୁ 29। କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ସେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ। ପୁଣି ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ। ଆଉ ସେମାନେ ଭୟରେ ଚିତ୍କାର କଲେ। କିନ୍ତୁ ଯୀଶୁ ସେହି କ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ, ସାହସ ଧର, ଏ ତ ମୁଁ, ଭୟ କର ନାହିଁ। ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ। ଯୀଶୁ କହିଲେ, ଆସ। ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ନିକଟକୁ ଗଲେ। ଦେଖନ୍ତୁ, ଆମେ ସବୁବେଳେ କଣ କଥା ହଉ, ପିତର ପାଣିରେ ବୁଡିଗଲେ, ପିତର ପାଣିରେ ବୁଡିଗଲେ। ଆମେ ପାଣିରେ ବୁଡିଗଲେ। ପିତର ପାଣିରେ ଚାଲିଥିଲେ 11 ଜଣ ନୁହଁ, ବାକି 11 ଜଣ ଚାଲି ନାହାନ୍ତି। ସେମାନଙ୍କୁ ଜଳ ଉପରେ ଚାଲିବାର ଏକ୍ସପିରିଏନ୍ସ ଏକା ନାହିଁ। ପିତରଙ୍କର ପାଣିରେ ଚାଲିବାର ଏକ୍ସପିରିଏନ୍ସ ଅଛି, ବୁଡିବାର ବି ଏକ୍ସପିରିଏନ୍ସ ଅଛି, ଆଉ ଯୀଶୁଙ୍କୁ ଅନେକ ଆଗକୁ ବଢିବାର ଏକ୍ସପିରିଏନ୍ସ ମଧ୍ୟ। ଏଇଟା ଆମେ ସବୁବେଳେ ନାହିଁ ପିତର ବୁଡିଗଲେ। ପିତର ବୁଡିଗଲେ, କିନ୍ତୁ ପିତର ଚାଲି ବି ଥିଲେ। ପିତରଙ୍କୁ କିଏ କହିଲା ଯିବା ପାଇଁ? ସେ ନିଜେ, ପ୍ରଭୁ ଆପଣ ଯଦି ହେଲେ ମୁଁ ଚାଲିବି କି? ଆସେ, ଏକଲା ଆଗକୁ ବଢନ୍ତୁ। 11 ଜଣ କେବେ କହିବେନି, ପିତର ତୁ ଚାଲିକି ଦେଖା ତ, ଯା ତୁ ଚାଲେ। ବାକି ଲୋକ କହିବେ, ଇଏ ପୁଣି ପାଣିରେ ଚାଲିବ, ଇଏ ଯୀଶୁ ଚାଲିଲେ ବୋଲି ଇଏ ଚାଲି ପକାଇବ। ସେଇ କଥା କହିଥିବେ, ହସିଥିବେ, ଥଟ୍ଟା କରିଥିବେ, କିନ୍ତୁ ପିତର ମନୋବଳ ବାନ୍ଧିକି ଗଲେ, ଚାଲିଲେ ମଧ୍ୟ। ଆମେ ସବୁବେଳେ କଥା ହଉ ନାହିଁ ପିତର ବୁଡିଗଲେ, କିନ୍ତୁ ପିତର ଚାଲିଲେ ମଧ୍ୟ। ପୁଣି ଯୀଶୁଙ୍କୁ ଅନାଇଲେ, ପୁଣି ଚାଲିଲେ। ସେ ଗୀତ ଆମେ ବେଳେ ବେଳେ ଗାଉ, ଉଠୁଛି ପୁଣି ମୁଁ ପଡୁଛି, ଶକ୍ତି ନାହିଁ ମୋର। ମୋର ଶକ୍ତି ନାହିଁ, ମୁଁ ପଡୁଛି ଉଠୁଛି, କିନ୍ତୁ ଚାଲୁଛି ତ। ଚାଲୁଛି ନା ନାହିଁ? ଚାଲୁଛି। ତେଣୁ ଆପଣ ଏକଲା ଆଗକୁ ବଢିବା ପାଇଁ ଶିଖନ୍ତୁ। ବେଳେ ବେଳେ ଆପଣଙ୍କୁ କେହି ଉତ୍ସାହିତ କରିବା ପାଇଁ ନଥିବେ। ଆପଣ ମେସେଜ ଦେବେ, ଆପଣ ଧରିନିଅନ୍ତୁ ସ୍ୱାମୀ ସ୍ତ୍ରୀ ଗୋଟେ ଜାଗାକୁ ଯାଇଛନ୍ତି। ଆପଣ ଯାଇଛନ୍ତି, ଆଉ ଆପଣ ମେସେଜ ଦେଲେ, ଭଉଣୀ ମାନେ ଆପଣ ଅପେକ୍ଷା କରିଥିବେ ଆପଣଙ୍କ ସ୍ୱାମୀ କଣ ବୋଲି କହିବେ। ବଢିଆ ମେସେଜ ଦେଲୁ, ଆଜି ବଢିଆ। କିଛି କହିବେନି, ଚୁପ ହେଇ ଗାଡି ଚଲାଉଥିବେ। ସେ କଣ କରୁଥିବେ? ସେ ଚୁପ ହେଇକି ଗାଡି ଚଲାଉଥିବେ। ସେତେବେଳେ ଆପଣ ବୁଝିଯିବା ଦରକାର ଯେ ମତେ ଉତ୍ସାହିତ କରିବା ପାଇଁ କେହି ନାହାନ୍ତି ବୋଲି। ମୁଁ ବି ଆଗ ନୂଆ ନୂଆ ପ୍ରଚାର କରୁଥିଲି, ପ୍ରଚାର ପରେ ଟିକେ ଅନାଉଥିଲି କି ଆସି କହିବ ପରା, ଭଲ ଲାଗିଲା ଆଜିର ମେସେଜ, ଜଣେ ବି ଆସିବାର ନାହିଁ। ତାପରେ ମୁଁ ଦେଖିଲି କଣ ହଉଛି ଏଇଟା, ମତେ ରୋଗଟା ନୂଆଟା କଣ ଧରିଲା, କିଏ କାହାକୁ ଅପେକ୍ଷା ମୁଁ କରୁଛି। ତାପରେ ମୁଁ ନିଜେ ନିଜକୁ ସଂଶୋଧନ କରିବାକୁ ଆରମ୍ଭ କଲି। ଭଉଣୀ ମାନେ ବେଳେ ବେଳେ ଆପଣ କିଛି ଭଲ ତରକାରୀ ବନେଇବେ, ଭାବୁଥିବେ କେହି ଜଣେ ଆପଣଙ୍କୁ ଏପ୍ରିସିଏଟ କରିବ, ଜଣେ ବି ନାହିଁ। ସମସ୍ତେ ଖାଇ ପ୍ଲେଟ ସଫା କରି ପଳେଇବେ, କିନ୍ତୁ କେହି ବି ଏପ୍ରିସିଏଟ କରିବେନି। କରିବେ କି? କେହି ବି କହିବେ ନାହିଁ। ତ ସେମିତିକା ସମୟରେ ଆପଣ ହିଁ ଯେତେବେଳେ ଚାଖିବେ, ଜାଣିବେ ଯେ ଆରେ ଆରେ ଲୁଣ ଟିକେ ଅଧିକ ହେଇଗଲା, ତେଲ ଟିକେ ଅଧିକା ହେଇଗଲା, ଏତେ ତେଲ ପକାଇବାର ନଥିଲା, ନେକ୍ସଟ ଟାଇମ କମ ତେଲ ପକାଇବି, ଲୁଣ ଟିକେ କମ, ବହୁତ ସିଝିଗଲା, ଏଇଟା ଏତେ ସିଝିବାର ନଥିଲା। ବେଳେ ବେଳେ ଦେଖିବେ ଏ ଚିକେନ ତରକାରୀ କେମିତି ହେଇଥିବ, ପଣସ ତରକାରୀ ଭଳିଆ ହେଇଯାଇଥିବ। ପୁରା ଆପଣ ଦେଖିବେ ପଣସ ଯେମିତି ଦେଖାଯାଉଥିବ, ଚିକେନ ବି ସେମିତି ଦେଖାଯାଉଥିବ। ବେଳେ ବେଳେ ଏମିତି ସିଝାଇଥିବେ ଯେ ସିଝି ବି ନଥିବ, ସେ ଭିତରେ ରକ୍ତ ଗୁଡାକ ଥିବ। ମୋର ଅନୁଭବ ଅଛି କେତେଟା ଜାଗାରେ ଧଡ଼ପଡ଼ ସିଝାଇ ଦେଇଥିବ, ସେ ଚିକେନ ଗୁଡାକ ସିଝି ନଥିବ, କଞ୍ଚା ଥିବ। ମୁଁ ବେଳେ ବେଳେ ଦେଖେ ଭିତରେ ଲାଲ ଲାଲ କଣ ଦେଖାଯାଉଛି। ତାପରେ ମୁଁ ଜାଣିକି ଧୀରେ ରଖିଦିଏ, ଆଉ ତାକୁ କହିକି ଲାଭ ନାହିଁ। ମୁଁ କହିଲେ ବାକି ସମସ୍ତେ ପାର୍ଟି କରିବେ, କମିଟି ବାଲା ପାର୍ଟି କରିବେ, ତାଙ୍କ ସ୍ୱାମୀ ପାର୍ଟି କରିବେ, ଚୁପ ହେଇ ରହିଯିବା କଥା। ତ ବେଳେ ବେଳେ କଣ ହୁଏ, ଆପଣଙ୍କୁ ଉତ୍ସାହିତ କରିବା ପାଇଁ କେହି ନଥିବେ। କେହି ଆପଣଙ୍କୁ ଉତ୍ସାହିତ କରିବ, ଆଗକୁ ଯିବ, ସେଇଟା ନୁହେଁ। ବେଳେ ବେଳେ ଥାଆନ୍ତି ଲୋକମାନେ, ବେଳେ ବେଳେ କେହି ନଥାନ୍ତି।
प्रिय भाई भौणी माने मु आपन को कहिबा पई चाहे बाइबल आमान को उत्साहित करे जेपरि आमे आगो को बढ़िबा पे देखंतु प्रभु जन को 5 तोड़ा देले जन को 2 तोड़ा देले जन को तोड़ा देले से 2 तोड़ा वाला 5 तोड़ा वाला को देखि कि से व्यतिव्यस्त होने और ताको 5 तोड़ा देले मते 2 तोड़ा देले कोई देख रहे तो 2 तोड़ा मिलिला किंतु से 2 तोड़ा को नहीं कि से निजे कौन कला तार 2 गुण कला निजे गला आपण को भी प्रभु जो तोड़ा देइछंती अन्यर तोड़ा पे व्यस्त होंतन आपण आगो को बढ़ु प्रभु आपण को जो स्वल्प ज्ञान देइछंती स्वल्प समय देइछंती स्वल्प संबल देइछंती आपण तार भीतर मु जने मां को जाने से बहुत गरीब से गोटे क्रिश्चियन ऑफिस से झाड़ू करंती से झाड़ू मारंती पछा पछी करंती किंतु मु जेबे ताको साक्षात करे गोटे इनवलप रे किछि पैसा आनी के दियंती आ कहंती सर मोर पुओ पई प्रार्थना करिवे मोर बहु पई टिके प्रार्थना करिवे मो झियो पई टिके प्रार्थना करिवे मो पई टिके प्रार्थना करिवे दिने मु इनवलप रे किछि काढी के देखिली से गुडे पैसा देइछंती मु कहली केमिति एते देउछंती गरीब चाहे गरीब मु आश्चर्य हेली केमिति तापर मु अनुमान कली गोटे विषय से तांकर गरीब अवस्था सकाशे दुखित नुहंती से साधारण साड़ी माने से साड़ी तो नुआ साड़ी भी नु हुए तो केही देइथिबो सेमति का गोटे साड़ी गोटे साधारण चप्पल साधारण जीवन काई की तो पचाली जे आगे आपण काहे के सब बेले दउछंती से कहले आगे मु तो कुआडे भी जाई पारु नै सेवा करिवा पे आपण जाउछंती आपनकर छोटिया काम रहले आसीबो आपण पानी हेले किनी पारिबे कि ऑटो रिक्शा हेले खर्च करि पारिबे कोनोसी काम रे तो आसीबा आगे आपण तो मु सब बेले भेटी पारु नै मो पास तो बड़ो मोबाइल भी नै मु तो बैंक भी जाई जानि नै जेबे जोठी मु जाए मीटिंग रे देखा हुए से किछि ना किछि आनी थान बहुत अर्थ न थाई पाले किंतु तांकर दुर्बल तांकर आर्थिक स्थिति अनुसार ता बहुत किछि अटे कई तांको इनकरेज करि नांती से निजे निज को उत्साहित कर प्रभु आपण को जहां देइछंती सेटा को आपण व्यवहार करन आपण देखिबे हितोपदेश तार 18 पूर्व 16 पद हितोपदेश 18 16 मनुष्यर भेटी ताहा पाई पथ परिष्कार करे पुणी बड़ लोकमानंक छामुकु ताहाको आणे कौन लिखा जाए मनुष्य भितर जो गिफ्ट टा थाए ताकू कौन करे आपना पाए पथ प्रस्तुत करे तापे कौन करे पथ प्रस्तुत करे माने प्रभु ताकू जो गिफ्ट टा देइछंती जो भेटीटा देइछंती से कौन करे निजो पाए गोटे जागा तैयारी करे गोटे रूम तैयारी करे आपण को हुए तो प्रभु अल्प दान देइछंती अल्प सेवा देइछंती अल्प ज्ञान देइछंती रूम ता तैयारी करंतु और सेठी आपण को सेवा को आगो को नियंतु मोर सेवा कार्य रे बेले बेले मते कोनते निरंजन आज 10 मिनिट के कहिबो आज 15 मिनिट कहिबो मु को एते बड़ सभा रे मते खाली 10 मिनिट दउछंती 10 मिनिट 20 मिनिट परिचालना करिवो गीत टिए बोलिबो अनुवाद करिवो प्रचारक को पानी दबो देखिए आम सभा समिति रे वक्ता मान को डाकती एत आयोजन करती किंतु वक्ता को पानी देवाई स्टेज रे जड़े भी न था उल्टा तांकर पानी काढ़ी पी पका आम एमती सस्तार का देह खराब आमर एत सस्तार आमर देह खराब हुए ना केमती खराब हुए आमे सेमान तो पानी दियंती नहीं आमे जो पानी नहीं था सेटा को भी सन पी दियंती किंतु कौन है कथा वक्ता को पानी देवा स्टेज रे जन लोग रखा दरकार से ग्लास नहीं बसी थो आ से ग्लास से पानी टिके टिके दउथबो पानी सरला पर उठी जाय कि पुनी पानी आनी के दे पारे जेपरि से प्रभुकर दास मझी मझे पानी पी के से प्रचार करि पारे
सेवा कार्य मु गोटे मीटिंग रे जने प्रभु दासंकर विराट मीटिंग था से समय मु भी प्रचार करू थाए मते भी लोक मान जानी थांती से प्रचार को आज्ञा को कौन करू थाए मु ग्लास से पानी देउ थाए से जतो मोर काम किछि नै मु वाक्य सुने आ ग्लास कोने अनाउ थाए पुणी खाली हेले पानी नै कि ढाले मते जने कहले निरंजन तुमको लाज लागुने तुम एडे बड़ मीटिंग रे गोटे वक्तार ग्लास रे पानी ढालिबा कासुछ मु तांको कहली भाई एटा मोर सौभाग्य जे एडे बड़ प्रभु को दासों को पाए ए हजार लोक भितरे मु जणे लोक से ग्लास रे पानी दे पारुछि मु कहबा पाई चाहे प्रति नेगेटिव विषय रे पॉजिटिव विषय देखंतु काहे कि आपन को उत्साहित करबा पाई केही नथिबे से होचंती हमर ओडिसा रो जणे ओडिसा नो भारत रो गोटे सुख्याति संपन्न बाइबल शिक्षक तांको गोटे सभा रे ग्लास रे पानी दबार सौभाग्य मते मिलितिला एटा मोर केते बड़ सौभाग्य विषय मु कहबा पाई चाहे गिफ्ट कोन करे से निज पाई गोटे जागा तयारी करे ताको के जागा दियंती नै से जागा निजे तयारी करे देखिबे प्रकाशित वाक्य 3 पर्व 8 पद प्रकाशित वाक्य 3 पर्व 8 पद से एहा कहंती आम्भे तुम्भर कर्म जानू देख आम्भे तुम्भ सम्मुखरे गोटे द्वार फिटाई अछु केही ताहा बंद करि पारे नाही कारण तुम्भर शक्ति सामान्य तथापि तुम्भे आम्भर वाक्य पालन करी आम्भर नाम अस्वीकार करिनाह कौन लिखा अछि तुम्भर शक्ति सामान्य हालेलुया माने प्रभु कहउछंती आमे तुमरो कार्य जानू देखो आमे तुम सम्मुख गोटे द्वार फिटेइछु का पाई द्वार फिटेइछंती जार शक्ति सामान्य तुमरो शक्ति सामान्य किंतु द्वार फिटेइछु केही ता बंद करी पारे नाही तथापि तुबे आमर वाक्य पालन करी आमर नाम अस्वीकार करिना हो तुमरो शक्ति सीमित अटे मोर प्रिय भाई भणी माने आपनकर सीमित शक्ति रे आपनकर सीमित ज्ञान रे आपनकर सीमित संबल रे आपन कोन करंतु एकला आगु को बढ़ंतु थरे गोटे मीटिंग रे मु जाईथिली प्रचार करिवा पय बहुत वर्ष तळे से बाइबल बैग रे का मोर ड्रेस थिला माने जो बैग रे मोर बाइबल थिला सेही बैग रे ही मोर ड्रेस थिला मते कहले तमरो ड्रेस गुडा को कोठी अछि नै एठी अछि आ बाइबल नोटबुक एठी अछि कारण से समय मोर ड्रेस भी सतिए का थी जे गोटे बैग रे मोर ड्रेस आ मोर बाइबल मोर नोटबुक रही पारि ताइरे भी मु लज्जा करी नै अपमानित होई नै सेही ड्रेस गुडा को मु सफा करू थाए पिंधु थाए सफा करू थाए पिंधु थाए बड़ बड़ सभा को जाऊ थाए अदल बदल करिया पय जता भी नथिला मु कहिबा पय चाहे तुमरो शक्ति सामान्य से सामान्य शक्ति आगु को जान से सामान्य शक्ति मो प्रिय भाई भणी माने आपनकर शक्ति सामान्य हे पारे आपन को केही उत्साहित करिबा पय केही नथिबे एकला आगु को बढ़ंती एकला आगु को बढ़ंती मु प्रार्थना करिबे आज आपन मान को पय आपन माने कोन करिबे ना एकला आगु को बढ़िबे केही आपन को उत्साहित करिबे सेही पर्यंत अपेक्षा करंतु नै आपन एकला आगु को बढ़ंतु प्रभु गिद्योन को कहउछंती तुमरो एही बल रे तुमे जे परास्त करो एही बल रे दाऊद निजे निज को उत्साहित कर आगु को आसिले पितर निजे निज को उत्साहित कर आगु को आसिले पानी रे चलिबा ते जणे व्यक्ति जांकर से अनुभूति अछि 11 जन कर नै 11 जन बसी थोटा करू थाई परंती 11 जन बसी परिहास करू थाई परंती जाईथिला चलिबो बोली पानी रे बुडीला जिसु हाथ धरिले बोली बंचिला न मरि जाइथांता आज मरि जाइथांता पितर भाई आज तू मरि जाइथांती नै जिसु को सत पानी रे चलिबार अनुभूति मु पाइछि लोक माने आपण को विषय गुडे कथा कहि पारंती आपण जम्मा निज को निरुत्साहित करंतु नै आगु को बढ़ंतु एकला आगु को बढ़ंतु प्रार्थना करियो।
ଧନ୍ୟବାଦ।